Yes, ଆମର 10ଟି ୱାଟରଫଲ୍ ଓଡ଼ିଶାର ଯୋଉଟା ଏକ୍ଜାମ୍ ପଏଣ୍ଟ ଅଫ୍ ଭ୍ୟୁରୁ ବହୁତ ଇମ୍ପୋର୍ଟାଣ୍ଟ ଆର୍ଆଇ ଅମିନ୍ ଆଇସିଡିଏସ୍ ସୁପରଭାଇଜର ଏକ୍ଜାମ୍ ପାଇଁ। ତ ଡେରି ନକରି ଷ୍ଟାର୍ଟ କରିବା ପ୍ରଥମ କ୍ୱେଶ୍ଚନ୍। ବଡ଼ଘାଗରା ୱାଟରଫଲ୍ ଲାଇଜ୍ ଇନ୍ ହିଜ୍ ଡିଷ୍ଟ୍ରିକ୍ଟ ଅଫ୍ ଓଡ଼ିଶା? କେଉଁଝର, ଗଞ୍ଜାମ, ଗଜପତି, ସମ୍ବଲପୁର। ତାର ରାଇଟ୍ ଆନ୍ସର୍ ହେବ କେଉଁଝର। ଆଉ ବାକି ଯେଉଁ ୱାଟରଫଲ୍ ଗୁଡ଼ା ରହିଛି ମାନେ ବଡ଼ଘାଗରା ଯେଉଁଟା ରହିଛି କେଉଁଝର ଜିଲ୍ଲାରେ ରହିଛି। ତାର 9 କିଲୋମିଟର ରହିଛି ହେଡ଼କ୍ୱାର୍ଟର ଅଫ୍ କେଉଁଝରରୁ 9 କିଲୋମିଟର ଡିଷ୍ଟାନ୍ସ ଦୂରରେ ରହିଛି। এটা ବହୁତ ବଡ଼ ଲୋକପ୍ରିୟ ଗୋଟେ ଜଳପ୍ରପାତ ଯାହା କେଉଁଝର ଜିଲ୍ଲାରେ ଅବସ୍ଥିତ। ସୋ ଆମେ ଯିବା ଆମ ନେକ୍ସଟ କ୍ୱେଶ୍ଚନ୍। Which is the highest waterfall of Odisha? ଗଣ୍ଡାହାତୀ, ଡୁଡୁମା, ବାରେହିପାଣି, ପାହାଡ଼, ହାତୀ ପଥର। ତ ଏହାର ରାଇଟ୍ ଆନ୍ସର୍ ହେବ ବରେହିପାଣି। ଆଉ ଏଇଟା ଅବସ୍ଥିତ ଅଛି ଆପଣଙ୍କର ମୟୂରଭଞ୍ଜ ଜିଲ୍ଲାରେ ଶିମିଳିପାଳରେ ରହିଛି। ଏଟା 399 ମିଟର ଯୋଉଟାକି 1309 ଫୁଟ ଉଚ୍ଚତାରୁ ଏଇଟା ଆପଣଙ୍କର ପଡ଼ୁଛି। ଶିମିଳିପାଳରେ ଅବସ୍ଥିତ। ବାକି ଯେଉଁ ରହିଛି ଡୁଡୁମା, ଏଇଟା ଆପଣଙ୍କର ରହିଛି ସମ୍ବଲପୁରରେ, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ଅବସ୍ଥିତ ଏ ଜଳପ୍ରପାତଟା। ଡୁଡୁମା ହେଲା ଓ ମାଲକାନଗିରି ଓ କୋରାପୁଟ। 175 ମିଟର ଏଟା, ଯୋଉଟାକି 574 ଫୁଟ। ହାତୀ ପଥରଟା ରହିଛି ରାୟଗଡ଼ାରେ ଜିଲ୍ଲାରେ। ଆଉ ଏଇଟା ଆପଣଙ୍କର ରହିଛି ଗଣ୍ଡାହାତୀ ଗଜପତି ଜିଲ୍ଲାରେ। ଏବେ ଯିବା ଆମ ନେକ୍ସଟ କ୍ୱେଶ୍ଚନକୁ। Which waterfall is known as ମତ୍ସ୍ୟ ତୀର୍ଥ? ଡୁଡୁମା, ଗଣ୍ଡାହାତୀ, ବରେହିପାଣି, ହରିଶଙ୍କର। ଏଟାର ଆନ୍ସର୍ ହେବ ଡୁଡୁମା। এটা କୋରାପୁଟ ଜିଲ୍ଲାରେ ଅବସ୍ଥିତ। 175 ମିଟର ବା 574 ଫୁଟ ଉଚ୍ଚତାରୁ ଏଟା ପଡ଼ୁଛି। ଏଟା ଗୋଟେ ଶକ୍ତିଶାଳୀ ଶକ୍ତିପୀଠ ଭାବରେ ମଧ୍ୟ ଜଣାଶୁଣା। ଆମେ ଯିବା ଆମ ନେକ୍ସଟ କ୍ୱେଶ୍ଚନକୁ। Where is Koili Ghugar waterfall located? ଆପଣଙ୍କର ଆନ୍ସର୍ ଅଛି ଆପଣଙ୍କ 4 ନମ୍ବର କ୍ୱେଶ୍ଚନ୍ ରହିଗଲା। Which waterfall in Odisha is located near the Polta iron mines in Sundargarh district? ତ ୟାର ଆନ୍ସର୍ ହେବ ମିରିଗିଲଟାହା। ମିରିଗିଲଟାହା ଯୋଉଟା ରହିଛି ସେଟା 111 କିଲୋମିଟର ଦୂର ସୁନ୍ଦରଗଡ଼ ଜିଲ୍ଲାର। ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ 100 ଫୁଟ ଉଚ୍ଚତାରେ ଏଟା ପଡ଼େ। ମିରିଗ୍ଲୋଟା। ତାପରେ ଆପଣଙ୍କର ରହିଛି Where is Koili Ghugar waterfall located? Koili Ghugar
ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ ଓଡ଼ିଶା, କେଉଁଝର ଡିଷ୍ଟ୍ରିକ୍ଟ ଓଡ଼ିଶା, ଝାରସୁଗୁଡ଼ା ଡିଷ୍ଟ୍ରିକ୍ଟ ଓଡ଼ିଶା ବା କେଉଁଝର ଡିଷ୍ଟ୍ରିକ୍ଟ ଓଡ଼ିଶା। ତ କେଉଁଝରଟା ଦୁଇଥର ହେଇଯାଇଛି। ତ ୟାର ଆନ୍ସର୍ କିନ୍ତୁ ରହିବ ଝାରସୁଗୁଡ଼ା ଡିଷ୍ଟ୍ରିକ୍ଟରେ ରହିଛି ଏଇଟା। ଝାରସୁଗୁଡ଼ା ଡିଷ୍ଟ୍ରିକ୍ଟ 200 ଫୁଟ ଉଚ୍ଚତାରୁ ଉତ୍ପନ୍ନ। ଝାରସୁଗୁଡ଼ା ଡିଷ୍ଟ୍ରିକ୍ଟରେ ରହିଛି। ଏହା ମଧ୍ୟ ଏକ ପର୍ଯ୍ୟଟନ ସ୍ଥଳ। ତ ସିକ୍ସଥରେ ରହିଛି ଆପଣଙ୍କର କ୍ୱେଶ୍ଚନ୍, ଗଣ୍ଡାହାତୀ ୱାଟରଫଲ୍ ଲୋକେଟେଡ୍ ହ୍ୱିଚ୍ ଡିଷ୍ଟ୍ରିକ୍ଟ ଅଫ୍ ଓଡ଼ିଶା? ରାଇଟ୍ ଆନ୍ସର୍ ହେବ ଗଜପତି ଡିଷ୍ଟ୍ରିକ୍ଟ। ୟାର ଖାସିୟତ ହେଉଛି ଏ ଜାଗାର ଗଣ୍ଡାହାତୀ ବା ଗାନ୍ଧୀ ଜଳପ୍ରପାତ ବୋଲି ବି ତାକୁ କୁହାଯାଏ। ତାର ଖାସିୟତ ହେଉଛି ଗନ୍ଧା ମାନେ ଗନ୍ଧ ହାତୀ, ଗନ୍ଧର ଅର୍ଥ ସୁଗନ୍ଧ। ଗଣ୍ଡାର ଅର୍ଥ ଗନ୍ଧ ବା ଗଣ୍ଡାର ଅର୍ଥ ସୁଗନ୍ଧ। ହାତୀ ହେଉଛି ଆମର ଯେଉଁ ଏଲିଫେଣ୍ଟ। ଗଣ୍ଡା ହାତୀ ବୋଲି ତାକୁ କୁହାଯାଏ। ଏହା ଏକ ସୁନ୍ଦର ମୌସୁମୀ ସମୟରେ ଏହି ଅଞ୍ଚଳ ଜଳପ୍ରପାତ ପୂର୍ଣ୍ଣ ହେଇକି ରହିଥାଏ। ଏହା ବହୁତ ସୁନ୍ଦର ଜାଗା। ତ ନେକ୍ସଟ କ୍ୱେଶ୍ଚନ୍ ଆମର ରହିବ, ହ୍ୱିଚ୍ ଡିଷ୍ଟ୍ରିକ୍ଟ ଇନ୍ ଓଡ଼ିଶା ଇଜ୍ ସାନ ଘାଗରା ୱାଟରଫଲ୍ ଲୋକେଟେଡ୍? ଆମେ ଜାଣିଛନ୍ତି ସାନ ଘାଗରା ରହିଛି ମୟୂରଭଞ୍ଜରେ। ଏଟା ବି ସେଇ 100 ଫିଟ୍ ହାଇଟ୍ରେ ଉତ୍ପନ୍ନ ହୋଇଛି। ଏଟା ଗୋଟେ ବହୁତ ଭଲ ବୁଲିବା ଜାଗା ଯୋଉଟା ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରେ ଅବସ୍ଥିତ। ଏଇଟାରେ ହେଉଛି where is ଲୁଲୁଂ ୱାଟରଫଲ୍ ଲୋକେଟେଡ୍ ଇନ୍ ହ୍ୱିଚ୍ ଡିଷ୍ଟ୍ରିକ୍ଟ ଅଫ୍ ଓଡ଼ିଶା? ଲୁଲୁଂ ତ ସମସ୍ତେ ପ୍ରାୟ ବୁଲି ଯାଇଥିବେ। ଏଟା ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରେ ଅବସ୍ଥିତ। 60 ଫିଟ୍ର କ୍ୟାସ୍କେଡ୍ ବୋଲି ଯେଉଁ କ୍ୟାସ୍କେଡ୍ ଗୋଟେ ମିଳେ ସେଠି ଆପଣଙ୍କର ଦେଖିବା ପାଇଁ, କ୍ୟାସ୍କେଡ୍ର ବାମ୍ବୁ 60 ଫିଟ୍ ଉଚ୍ଚତା ଲେଖାର ଏହି ବାମ୍ବୁ ଗଛ ସେଠି ଦେଖିବା ପାଇଁ ମିଳେ। ପାଲା ନଦୀ ରହିଛି। ପାଲା ନଦୀ ଏହାକୁ ଘେରିକି ରହିଛି। ଏଟା ଲୁଲୁଂ ରହିଛି ଆମର ମୟୂରଭଞ୍ଜ ଡିଷ୍ଟ୍ରିକ୍ଟ। ନେକ୍ସଟ କ୍ୱେଶ୍ଚନ୍ ହେଉଛି, ଇନ୍ ହ୍ୱିଚ୍ ଡିଷ୍ଟ୍ରିକ୍ଟ ଅଫ୍ ଓଡ଼ିଶା ଇଜ୍ ମାଙ୍କଡ଼ ଡିଆଁ ୱାଟରଫଲ୍ ଲୋକେଟେଡ୍? ଏଟା ରହିଛି ଗଜପତି ଡିଷ୍ଟ୍ରିକ୍ଟରେ ମାଙ୍କଡ଼ ଡିଆଁ ୱାଟରଫଲ୍। ଏଟା 60 ମିଟର ଉଚ୍ଚତାର ଜଳପ୍ରପାତ। ଯିବା ଆମେ ନେକ୍ସଟ କ୍ୱେଶ୍ଚନକୁ, ଇନ୍ ହ୍ୱିଚ୍ ଡିଷ୍ଟ୍ରିକ୍ଟ ଅଫ୍ ଓଡ଼ିଶା ଇଜ୍ ଦ ହରିଶଙ୍କର ୱାଟରଫଲ୍ ଲୋକେଟେଡ୍? ଆମେ ସମସ୍ତେ ଜାଣିଛନ୍ତି ହରିଶଙ୍କର ରହିଛି ବଲାଙ୍ଗୀରରେ। ଗନ୍ଧମାର୍ଦ୍ଦନ ପାହାଡ଼ ମଧ୍ୟ ସେଠି ଅବସ୍ଥିତ, ଯୋଉଟାକି ବହୁତ ସାରା ହର୍ବ୍ସ ମାନେ ଲାଇକ୍ ଆପଣଙ୍କର ଜଡ଼ିବୁଟିରେ ପରିପୂର୍ଣ୍ଣ। ଏକ ପୌରାଣିକ ଦୃଷ୍ଟାନ୍ତ ବି ରହିଛି ତାକୁ ନେଇକି। ଏଟା 40 କିଲୋମିଟର ମାନେ ବଲାଙ୍ଗୀର ଠାରୁ 81 କିଲୋମିଟର ଦୂର ପାଟନାଗଡ଼ ବୋଲି ଗୋଟେ ଜାଗା ଅଛି, 40 କିଲୋମିଟର। ତ ଆମର ଓଡ଼ିଶାରେ ଯେତିକି ସବୁ ଜାଗା ରହିଛି ଆକ୍ଚୁଆଲି ବୁଲିବା ପାଇଁ, ତ ମୋତେ ଲାଗେ ଅନ୍ୟାନ୍ୟ ଷ୍ଟେଟ୍ ଠାରୁ ବି ବହୁତ ଭଲ ଭଲ ଜାଗା ରହିଛି। ସମସ୍ତେ ନିହାତି ସମୟ ବାହାର କରି ନିଜ ଲାଇଫ୍ରେ, ଆମେ ତ ବହୁତ ଜାଗାକୁ ବୁଲିବା ପାଇଁ ଯାଉଛନ୍ତି, କିନ୍ତୁ ଆମେ ଆମ ଓଡ଼ିଶାରେ ଥିବା ସମସ୍ତ
पर्यटनस्थल को निहाती बुलिया दरकार आम निजे सबको एक्सप्लोर करा दरकार ताकि आम ओडिशा देश में सारा विदेश में ना करूँ ମୁଁ ଆଶା କରୁଛି ମୋର 10ଟି ଯାକ କ୍ୱେଶ୍ଚିନ୍ ଯେଉଁମାନେ ବି ଜାଣିଥିବେ ଯେଉଁମାନେ ନ ଜାଣିଥିବେ ଆମ ପାଖରେ ପହଞ୍ଚିବ ସେମାନେ ବି ଜାଣିବେ କି କ'ଣ ରହିଛି ଆମ ଓଡ଼ିଶାରେ ଏଇଟା ଖାଲି ପରୀକ୍ଷା ପଏଣ୍ଟ ଅଫ୍ ଭ୍ୟୁରୁ ନୁହେଁ ଆମର ଜେନେରାଲ ନଲେଜ ପାଇଁ ବି ବହୁତ ମାନେ ଉଚିତ ବୋଲି ମୁଁ ଆଶା କରୁଛି ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ନିହାତି ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବେ ମୋଟିଭେଟ୍ କରିବେ କମେଣ୍ଟ କରିବେ ତଳେ ଯଦି କିଛି ଡାଉଟ୍ ଥାଏ ଧନ୍ୟବାଦ।